କିନ୍ତୁ ପ୍ରଥମେ ମୁଁ ଏଆଇସିସି ପିସିସି ସଭାପତି ଭକ୍ତଚରଣ ଦାସକୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଇବା ପାଇଁ ଚାହୁଁଛି। ଯେ ଦାୟିତ୍ୱଟି ଜିଲ୍ଲା ସଭାପତି ଦାୟିତ୍ୱ ଗୁରୁ ଦାୟିତ୍ୱ ମୋତେ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ 30-15 ଜିଲ୍ଲା ଏ ଜିଲ୍ଲାରେ ବହୁତ ସମସ୍ୟା ଅଛି। ତ ସେ ସମସ୍ୟାକୁ ଲଢ଼େଇ କରିବା ପାଇଁ ମୋତେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ଆଗାମୀ ଦିନ ଏବେ ଯେମିତି ବୀମା ବାବୁ କହୁଥିଲେ এটা आदिवासी अंचल जल जमीन माटी जो कहले जल जंगल माटी जो कहले निश्चित भाव में आम कांग्रेस दल लड़ाई कर सब वर्गर लोक को लेकिन सब जाति धर्म लोक को लेकिन सब बेले कांग्रेस दल पचर अच्छी निश्चित भाव में आम लड़ाई करूँ सरकार पाखे मुद्दा सब रखू।